ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାରକରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ପୁସ୍ତକର ବର୍ଷା ଋତୁର ଦ୍ୱିତୀୟ ଭାଗକୁ ଆଲୋଚନା କରିବା। ଆମର ଆଲୋଚ୍ୟ ବିଷୟବସ୍ତୁକୁ ଆମେ ଆଗେଇ ଯିବା। ତାହେଲେ ପଦ୍ୟଟିକୁ ଗାନ କରିବା ପିଲାମାନେ। ଏହି ଚିତ୍ରରେ ଦେଖିପାରୁଥିବ ଏଠି ଦୁଇଟି ଚିତ୍ର ଅଛି। ମୁଖ୍ୟତଃ ଆମେ ଯଦି ଦେଖିବା, ଗୋଟିଏ ହେଲା ଛତୁ ଏବଂ ଦ୍ୱିତୀୟଟି ହେଲା ମଣ୍ଡୁକ ବା ବେଙ୍ଗର। ତାହେଲେ ଖଦ୍ୟ ତ କୀଟ ନିଶା ମୁଖେ, ଜଗତ ଆବରିଲେ ସୁଖେ, ମଣ୍ଡୁକେ ମେଘନାଦ ଶୁଣି, ଗର୍ଜନ୍ତି ଆବରିଣ ପାଣି, ଅଳ୍ପ ନଦୀଏ ପୁରିଲେ, ଲହରୀ ମୋତେ ଉଛୁଳିଲେ। ଆଚ୍ଛା ପିଲାମାନେ, ପ୍ରଥମ ଧାଡ଼ିରେ ଯେଉଁଟା କହିଛି ତାକୁ ଯଦି ଆମେ ବୁଝିଲେ କ'ଣ ହେବ ନା, ଖଦ୍ୟତ କୀଟ। ଖଦ୍ୟତ କୀଟ କହିଲେ କାହାକୁ ବୁଝାଏ ପିଲାମାନେ? ନା ଖଦ୍ୟତ କୀଟ କହିଲେ ଜୁଳୁଜୁଳିଆ ପୋକକୁ ବୁଝାଏ। ଜୁଳୁଜୁଳିଆ ଗୋଟେ ପୋକ ଥିବ, ତାର ପଛ ଭାଗରେ କ'ଣ ହେଇଥିବ ନା, ଗୋଟେ ଲାଗୁଥିବ ସତେ ଯେମିତି ଗୋଟେ ବଲ୍ବ ଲାଗିଛି, ଲାଇଟ୍ ଜଳୁଛି। ଦେଖିଛ ନା ପିଲାମାନେ? ସେଇଭଳିଆ ପୋକକୁ ତାକୁ କ'ଣ କୁହାଯାଏ ନା, ଜୁଳୁଜୁଳିଆ ପୋକ ବୋଲିକିରି କୁହାଯାଏ। ଯାହାର ପଛ ଭାଗରେ ଗୋଟେ ହଳଦିଆ ରଙ୍ଗର ଗୋଟେ ବଲ୍ବ ଲାଗିଲା ଭଳିଆ ଦିଶୁଥିବ। ସେ ସନ୍ଧ୍ୟାର ଆଗମନ ଫଳରେ ହିଁ ଦେଖାଯାଇଥାଏ। ଯେତେବେଳେ ସନ୍ଧ୍ୟା ହେଇଯାଉଥିବ ବା ରାତ୍ରିର ପୂର୍ବରୁ ଯେତେବେଳେ ରାତ୍ରିର ଆଗମନ ହେବ ପିଲାମାନେ, ସେହି ସମୟରେ ଆମେ ଜୁଳୁଜୁଳିଆ ପୋକକୁ ଦେଖିବା। ଠିକ୍ ଅଛି। ତ ପିଲାମାନେ, ନା ଖଦ୍ୟତ କୀଟ କହିଲେ କ'ଣ ନା ଜୁଳୁଜୁଳିଆ ପୋକ, ଯାହାକି ନିଶାର ମୁଖେ। ନିଶା ମୁଖେ କହିଲେ କ'ଣ ନା ନିଶାର ଆଗମନରେ। ହେଲେ ପିଲାମାନେ ନିଶା କହିଲେ କ'ଣ ନା ନିଶା କହିଲେ ରାତ୍ରି। ଯେତେବେଳେ ରାତ୍ରିର ଆଗମନ ହେବ ସେହି ସମୟରେ ଖଦ୍ୟତ କୀଟମାନଙ୍କର କ'ଣ ହେବ ନା ଆବିର୍ଭାବ ହେବ। ସେମାନଙ୍କୁ ଦୃଶ୍ୟମାନ କରାଯିବ, ମାନେ ଦେଖିପାରିବା ଆମେ। ଜଗତ ଅର୍ଥାତ୍ ଏହି ଯେଉଁ ପୃଥିବୀ, ଜଗତ କହିଲେ କ'ଣ ନା ଏହି ଯେଉଁ ପୃଥିବୀକୁ ସେମାନେ କ'ଣ କରିବେ ନା ଆବରିଲେ ସୁଖେ। ଆବରିଲେ ମାନେ କ'ଣ ନା ମାଡ଼ି ବସିବା, ନିଜ ଅକ୍ତିଆରକୁ ନେବା, ବା ତାକୁ ଆମେ କହିପାରିବା ନିଜେ ହିଁ ପ୍ରଭୁତ୍ୱ ବିସ୍ତାର କରିବାକୁ ଆବରିଲେ ବୋଲି କୁହାଯାଇଥାଏ। ଅର୍ଥାତ୍ ସେମାନେ କେମିତି ଆବରୁଛନ୍ତି ନା ସୁଖରେ। ଯେତେବେଳେ ସନ୍ଧ୍ୟାକାଳୀନ ସମୟ ହେଇଯାଇଛି ବା ରାତ୍ରର ଆଗମନ ହେଇଛି, ସେହି ସମୟରେ ଖଦ୍ୟତ କୀଟ ବା ଜୁଳୁଜୁଳିଆ ପୋକମାନେ ଜଗତ ବା ଏହି ପୃଥିବୀକୁ, ଏହି ମାନେ ମହିକୁ କ'ଣ କରୁଛନ୍ତି ନା ଆବରି ଧରିଛନ୍ତି, ତାକୁ ଜାବୁଡ଼ି ଧରିଛନ୍ତି ଭଳିଆ ଲାଗୁଛି। ଆଉ କ'ଣ ନା ମଣ୍ଡୁକେ ମେଘ ନାଦ ଶୁଣି। ମଣ୍ଡୁକ କହିଲେ କାହାକୁ ବୁଝାଏ ପିଲେ? ନା ମଣ୍ଡୁକ କହିଲେ ବେଙ୍ଗକୁ ବୁଝାଏ। ମଣ୍ଡୁକର ଅର୍ଥ କ'ଣ ନା ମଣ୍ଡୁକର ଅର୍ଥ ହେଲା ବେଙ୍ଗ। ଅର୍ଥାତ୍ ମଣ୍ଡୁକେ ମେଘନାଦ ଶୁଣି। ଯେତେବେଳେ ମେଘର ନାଦ କହିଲେ କ'ଣ ନା ଶବ୍ଦ। ଯେତେବେଳେ ମେଘର ଶବ୍ଦ ଶୁଣୁଛନ୍ତି, ସେଇ ଯେଉଁ ମାଳ ଗୁଡ଼ିକୁ କ'ଣ ହେଉଛି ନା ଘର୍ଷଣ ହେବା ଫଳରେ ଗର୍ଜନ ସୃଷ୍ଟି କରୁଛି। ତାହା ଏମାନେ କ'ଣ ଚାହୁଁଛନ୍ତି ନା ମଣ୍ଡୁକେ ମେଘନାଦ ଶୁଣି, ସେଇ ଯେଉଁ ଗର୍ଜନ ବା ମେଘକୁ ଶୁଣି ଏମାନେ ଗର୍ଜନ କରୁଛନ୍ତି। କେମିତି ଗର୍ଜନ କରୁଥିବେ ନା କେଁ କୀଟ ହୋ କେଁ 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 କରୁଥିବେ କି ନାହିଁ, ସେଇଟାକୁ କହୁଛି କ'ଣ ନା ମାନେ ମଣ୍ଡୁକମାନଙ୍କର ଗର୍ଜନ। ଆବରିଣ ପାଣି, ସେମାନେ କେଉଁଥିରେ ଥିବେ ନା ଜଳ ମଧ୍ୟରେ ଥାଇ ବା ପୋଖରୀ ଭିତରେ ଥାଇ, ନଦୀ କିମ୍ବା ଗାଡ଼ିଆମାନଙ୍କରେ ରହି ସେମାନେ କ'ଣ କରୁଥିବେ ନା ବିଭିନ୍ନ ପ୍ରକାର ଗର୍ଜନ ତର୍ଜନ କରୁଥିବେ। କେତେବେଳେ ନା ସେମାନେ ମେଘର ଯେତେବେଳେ ଶବ୍ଦ ଶୁଣିବେ, ସେମାନେ ଜାଣିଯିବେ ଯେ ନା ବର୍ଷା ହେବାର ସମ୍ଭାବନା ଅଛି ଏବଂ ଖୁସିରେ ସେମାନେ କ'ଣ କରୁଥିବେ ନା ବିଭିନ୍ନ ପ୍ରକାର ରଡ଼ି ସେମାନେ ଦେଉଥିବେ। ଅଳ୍ପ ନଦୀଏ ପୁରିଲେ, ଯେତେବେଳେ ବର୍ଷା ହେଇଗଲା, ଅର୍ଥାତ୍ ଆମେ ଜାଣିଛୁ ପିଲାମାନେ ଏଇଟା ଗୋଟେ ପ୍ରକାର ସିମ୍ପଟମ୍ସ ବୋଲି ବା ସିମ୍ବଲ ବୋଲିକିରି ବି କୁହାଯାଇଥାଏ। କ'ଣ ଯେ ଯଦି ବେଙ୍ଗମାନେ ରଡ଼ୁଛନ୍ତି ତାହେଲେ ନିଶ୍ଚିତ ଭାବରେ ବର୍ଷା ହେବାର ସମ୍ଭାବନା ଥାଏ। ତ ଯେତେବେଳେ ବର୍ଷା ହେଇଯାଏ, ବର୍ଷା ହେବା ଦ୍ୱାରା ନଦୀ ଗୁଡ଼ିକ ସବୁ ପୁରିଯିବ। ଅଳ୍ପ ଯଦି ହେଇଗଲେ ମଧ୍ୟ କ'ଣ ହେଇଯିବ ନା ନଦୀ ଗୁଡ଼ିକ ପୁରିଯିବ ବା ଗାଡ଼ିଆ ପୋଖରୀ ସବୁ ପୁରିଯିବ। ଲହରୀ ମୋତେ ଉଛୁଳିଲେ, ସତେ ଯେମିତି କ'ଣ ଲାଗୁଥିବ ନା ଏହା ଉଛୁଳିକି ପଡ଼ିଯିବ ଭଳିଆ ଲାଗୁଥିବ। ତାହେଲେ ଆଗକୁ ଯିବା। ନାନା ପ୍ରକାରେ ଶସ୍ୟ ରାଶି, ଏଣେ ପୂରିତ ମହି ଦିଶି। ଯେତେବେଳେ ବର୍ଷାର ଆଗମନରେ ବର୍ଷା ହେଇଯାଇଛି ଏବଂ ବର୍ଷା ହେବା ଦ୍ୱାରା ଶସ୍ୟ ଗୁଡ଼ିକ କ'ଣ ହେଇଛି ନା ସବୁଆଡ଼େ ସବୁଜ ଦେଖାଯାଉଛି। ତେଣୁ ସେ କହୁଛନ୍ତି ଯେ ନାନା ପ୍ରକାରେ ଶସ୍ୟ ରାଶି। ଅର୍ଥାତ୍ କିଏ ବିଲରେ ବା ଜମିରେ ଧାନ ଲଗାଇଥିବ,
ତ କିଏ କେଉଁ ପ୍ରକାରର ଫଳ ଫୁଲ ଏମିତି ଲଗେଇଥିବେ ପିଲାମାନେ। ତ ବିଭିନ୍ନ ପ୍ରକାର ଶସ୍ୟ ଗୁଡ଼ିକ କ'ଣ ହେବ ନା ସବୁଆଡ଼େ ଏଣେ ଏଣେର ଅର୍ଥ ହେଲା ଏଇଠି ବା ସବୁଆଡ଼େ ଆମେ ଚତୁର୍ଦିଗରେ କହିପାରିବା। ସେଇ ଜାଗାରେ କ'ଣ ହେବ ନା ପୂରିତ ହେଇଯିବ, ଅର୍ଥାତ୍ ପୂର୍ଣ୍ଣ ହେଇଯିବ। ସବୁଆଡ଼େ ଶସ୍ୟ ଗୁଡ଼ିକ ପୂର୍ଣ୍ଣ ହେଇଯିବ କେଉଁଠି ନା ମହିଦିଶି, ଅର୍ଥାତ୍ ଏହି ପୃଥିବୀରେ ଏହି ଯେଉଁ ଆମର ମାନେ ଆର୍ଥ ବା ଆମର ଏଇ ଯେଉଁ ମହିରେ କ'ଣ ହେବ ନା ଶସ୍ୟ ଗୁଡ଼ିକ ପୂର୍ଣ୍ଣ ହେଇଯିବ ଏବଂ ଶସ୍ୟ ଶ୍ୟାମଳ ଦେଖାଯିବ। ଛତୁ ଯେ ଛତ୍ର ପ୍ରାୟ ହୋଇ, ଛତୁ ପିଲାମାନେ କେମିତି ଲାଗୁଥିବ ସତେ ଯେମିତି ଗୋଟେ ଛତା ଭଳିଆ ଦେଖାଯାଉଥିବ। ଛତୁ ଯେ ଛତ୍ର ହୋଇ, ଛତ୍ର କହିଲେ ଛତାକୁ ବୁଝାଏ। ଛତ୍ର ପ୍ରାୟ ହୋଇ ଅର୍ଥାତ୍ ଛତା ଭଳିଆ ଦେଖାଯାଉଥିବ ଏବଂ ରାଜାର ପ୍ରାୟ ଦିଶେ ମହି। ସେ କ'ଣ ଦେଖାଯାଉଥିବ? ଗୋଟେ ରାଜା ଭଳିଆ ଦେଖାଯାଉଥିବ। କେଉଁଟା? ମହି ଅର୍ଥାତ୍ ଏହି ପୃଥିବୀଟା, ଏଇ ଯେଉଁ ଆମର ମେଦିନୀଟା କ'ଣ ହେବ ନା ସତେ ଯେମିତି ଗୋଟେ ରାଜା, ଏବଂ ରାଜାକୁ ଯେଉଁ ଭଳିଆ ଭାବରେ ଛତା ଘୋଡ଼େଇକି ରଖାଯାଏ ବା ଓଢ଼େଇକି ରଖାଯାଇଥାଏ, ଠିକ୍ ସେହିପରି ଆମେ କ'ଣ ଦେଖୁଛୁ ନା ପୃଥିବୀ ପୃଷ୍ଠରେ ଯେତେବେଳେ ଛତୁ ଗୁଡ଼ିକ ଫୁଟିଛି ଏବଂ ଛତୁ ଗୁଡ଼ିକ ଛତା ଭଳିଆ ଦେଖାଯାଉଛି, ସତେ ଯେମିତି ମହି ବା ପୃଥିବୀ ହେଉଛି ରାଜା ଏବଂ ଛତୁ ହେଉଛି ତା'ର ଗୋଟେ କ'ଣ ନା ଓଢ଼େଇବା ପାଇଁ ତାକୁ ବ୍ୟବହାର କରାଯାଉଛି। ଆଗକୁ ବଢ଼ିବା ପିଲାମାନେ, ଇଏ ମୟୂରର ଦୃଶ୍ୟ ଦେଖୁଥିବ। ମୟୂରେ ଗିରି ଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ। ମୟୂରମାନେ କେଉଁଠି ଥିବେ? ବା ଗିରି ବା ପାହାଡ଼ ବା ପର୍ବତମାନଙ୍କରେ ଥିବେ। ଶିଖେ କହିଲେ କ'ଣ ନା ଶିଖରରେ, ଶିଖରରେ କ'ଣ? ଶିଖେ କହିଲେ ଶିଖରରେ। ମୟୂରମାନେ ପାହାଡ଼ର ଶିଖରରେ ଥାଇ ଏଠି ଥିବେ ପିଲାମାନେ ଏବଂ କ'ଣ କରୁଥିବେ ନା ନୃତ୍ୟ କରୁଥିବେ। ମୟୂରେ ଗିରି ଶିଖେ ଥାଇ ଅର୍ଥାତ୍ ମୟୂରମାନେ ଗିରି ବା ପାହାଡ଼ ପର୍ବତର ଉପରରେ ରହି ସେମାନେ କ'ଣ କରୁଥିବେ ନା ନୃତ୍ୟ କରୁଥିବେ। କାହାକୁ ଚାହିଁ, କାହାକୁ ଦେଖି? ନା ମେଘମାନଙ୍କୁ ଦେଖି ବା ମେଘମାନଙ୍କୁ ଚାହିଁ ସେମାନେ କ'ଣ କରୁଥିବେ ନା ନୃତ୍ୟ କରୁଥିବେ, ଗୀତ ଗାଉଥିବେ, ନାଚୁଥିବେ। ଏବଂ ଆଉ କ'ଣ କହିଛି ନା ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହୁଅନ୍ତି ମନେ। ଯେତେବେଳେ ଆମେ ପିଲାମାନେ କହୁଛୁ ଗାଁ ମାନଙ୍କରେ ବି ଅତିଥି ଦେବୋ ଭବ, ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ଘରକୁ କୁଣିଆ ଆସିଛି ବା ଅତିଥି ଭାବରେ ଆସୁଛି, ତାହାକୁ ଆମେ ଭଗବାନଙ୍କର ଗୋଟେ ତୁଲ୍ୟ ବୋଲି ମନେ କରୁଛୁ। ଭଗବାନଙ୍କ ସହିତ ତାକୁ ଆମେ କ'ଣ କରୁଛୁ ନା ତୁଳନା କରୁଛୁ। ତ ସେ କହିଲେ ଯେ ଅତିଥି ଦେଖି ଭକ୍ତ ଜନେ, ଅର୍ଥାତ୍ ଅତିଥିମାନଙ୍କୁ ଦେଖି ଯେଉଁଭଳି ଭାବରେ ଖୁସି ହୁଅନ୍ତି ଭକ୍ତମାନେ ବା ଯେଉଁମାନେ ଆମେ କହୁଛୁ ଅତିଥି ଦେବୋ ଭବ, ଅର୍ଥାତ୍ ଅତିଥି ହେଉଛନ୍ତି ଦେବତାମାନଙ୍କର ତୁଲ୍ୟ ସମାନ। ଯେସନେ ତୋଷ ହୁଅନ୍ତି ମନେ, ତୋଷ କହିଲେ ସନ୍ତୁଷ୍ଟ ହେବାଟାକୁ କ'ଣ କୁହାଯାଇଥାଏ? ତୋଷ ବୋଲିକିରି କୁହାଯାଇଥାଏ। ହୁଅନ୍ତିର ଅର୍ଥାତ୍ ହୁଅନ୍ତି, ମନେ କହିଲେ ମନରେ ବା ଅନ୍ତରାତ୍ମାରେ, ଚିତ୍ତରେ, ଅର୍ଥାତ୍ ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହୁଅନ୍ତି ମନେ, ଅର୍ଥାତ୍ ଯେଉଁମାନେ ଅତିଥିକୁ ଦେଖି ଖୁସି ହୁଅନ୍ତି ସେହିମାନଙ୍କୁ କୁହାଯାଏ। ସେମାନେ କ'ଣ କରୁଛନ୍ତି ନା ନିଜ ଆତ୍ମାରେ, ନିଜ ଚିତ୍ତରେ, ନିଜ ମନରେ ମଧ୍ୟ ଖୁସି ହେଉଛନ୍ତି। ମୟୂର କ'ଣ କରୁଛି ନା ପାହାଡ଼ ଶିଖରରେ ରହି ସିଏ କ'ଣ କରୁଛି? ନୃତ୍ୟ କରୁଛି। କାହାକୁ ଦେଖି? ମେଘକୁ ଦେଖି ଏବଂ ଅତିଥିମାନଙ୍କୁ ଦେଖି। ଯେମିତି ଭକ୍ତମାନେ କ'ଣ ହେଇଥାନ୍ତି ନା ନିଜେ ଖୁସି ହୋଇଥାନ୍ତି ନିଜ ମନରେ, ତାକୁ ଏଠାରେ ବର୍ଣ୍ଣନା କରାଯାଇଛି। ତାହେଲେ ପିଲାମାନେ ଯଦି କିଛି ଅସୁବିଧା ଥାଏ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇଲେ ଆମେ ତାର ସମାଧାନ କରିବୁ ଏବଂ ଭିଡ଼ିଓଟା କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବ ଏବଂ ଲାଇକ୍, ସେୟାର ତଥା ସବସ୍କ୍ରାଇବ୍ କରିବାକୁ ଯେମିତି ନ ଭୁଲ ପିଲାମାନେ। ତେଣୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିବାକୁ ଅନୁରୋଧ। ଥ୍ୟାଙ୍କ ୟୁ ଟୁ ଅଲ୍।